ରାଜନହର ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାଜନହର ସମ୍ମୁଖରେ ଆଜି ସନ୍ଧ୍ୟା ସମୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ କରାଯାଇଛି। ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ବାଳକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଭାରତୀୟ ସୈନ୍ୟର ଅବସରପ୍ରାପ୍ତ କ୍ୟାପ୍ଟେନ୍ ଶ୍ରୀ ମଲ୍ଲିକାର୍ଜୁନ ପଟ୍ଟନାୟକ, ଫ୍ଲାଇଂ ଅଫିସର ଶ୍ରୀ ମିନକେତନ ପଟ୍ଟନାୟକ କାରଗିଲ ଯୁଦ୍ଧରେ ବୀରଗତି ପାଇଥିବା ଯବାନମାନଙ୍କ ତୈଳଚିତ୍ରଠାରେ ପ୍ରଦୀପ ପ୍ରଜ୍ୱଳନ କରି କାରଗିଲ ବିଜୟ ଦିବସ ପାଳନ କରିଥିଲେ। ଏଥିସହ କାରଗିଲ ଯୁଦ୍ଧ ସମୟର ଘଟଣା ଏବଂ ବୀରମାନଙ୍କ ସାହସ ବିଷୟରେ ଅତିଥିମାନେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀହରି ମୋହନ ପଟ୍ଟନାୟକ, ଜଗନ୍ନାଥ ମହାପାତ୍ର, ଦାରୁପୁ ଚିଟି, ଲୋକନାଥ ମିଶ୍ରଙ୍କ ସହ ବହୁ ପାରଳାବାସୀ ଉପସ୍ଥିତ ରହି ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।